ଗ୍ରିନିଜ୍ ବୁକ୍ରେ ରେକର୍ଡ ପାଇବ କେନ୍ଦୁଝର ଜିଲ୍ଲାର 520 ନମ୍ବର ଜାତୀୟ ରାଜପଥ। କେନ୍ଦୁଝର ଜିଲ୍ଲାର 520 ନମ୍ବର ଜାତୀୟ ରାଜପଥ କେବେ ହେବ ଚାରିଥାକିଆ ଆଉ ଗାଡ଼ିଗୁଡ଼ିକ କେବେ ପବନ ବେଗରେ ଗତି କରିବ। କେନ୍ଦୁଝର ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ଯାଉଥିବା ବହୁ ଗୁରୁତର ରୋଗୀଙ୍କ ଜୀବନ କେବେ ବଞ୍ଚିବ, ଏହିଭଳି ସ୍ୱପ୍ନ ଦେଖୁଛନ୍ତି ସମଗ୍ର ବଡ଼ବିଲ ଓ ଯୋଡ଼ାବାସୀ। କିନ୍ତୁ ଏତେ ବର୍ଷ ପରେ ବି ଏହି ସ୍ୱପ୍ନ ପୂରଣ ହେବା ବଦଳରେ କ୍ରମେ କ୍ରମେ ମଉଳି ଯିବାରେ ଲାଗିଛି। ରାସ୍ତାକୁ ଦେଖିଲେ କେହି ବି କହିବେନି ଏହା ଜାତୀୟ ରାଜପଥ ବୋଲି। ଅଧା ପନ୍ତରିଆ କାମ କରି ଛାଡ଼ି ଦିଆଯାଇଥିବା ରାସ୍ତା ସାରା ଖାଲି ଖାଲ ଖମାରେ ଭର୍ତ୍ତି। ଏହି ଖାଲରେ ଗାଡ଼ି ଚକା ପଡ଼ିଗଲେ କଥା ସରିଗଲା। ବଡ଼ ବଡ଼ ଗାଡ଼ି କୌଣସି ପ୍ରକାର ଏହି ରାସ୍ତା ପାର ହୋଇଯାଉଛନ୍ତି, କିନ୍ତୁ ମୋଟର ସାଇକେଲ, କାର ଓ ଅଟୋ ଚାଳକ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ବିଶେଷ କରି ଏହି ରାସ୍ତା ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ୱ ଦେଉଥିବା ବେଳେ ଜିଲ୍ଲା କେନ୍ଦୁଝର ଜିଲ୍ଲା ଥିବାରୁ ଏହି 520 ନମ୍ବର ଜାତୀୟ ରାଜପଥକୁ କିଏ ପଚାରୁଛି। ରାସ୍ତାକୁ ଓଡ଼ିଶାର ଅନ୍ୟତମ ଜୀବନ ରେଖା ବୋଲି ମଧ୍ୟ କୁହାଯାଇଥାଏ। ଏହି ରାସ୍ତାକୁ ଓଡ଼ିଶାର ଅନ୍ୟତମ ଜୀବନ ରେଖା ବୋଲି ମଧ୍ୟ କୁହାଯାଇଥାଏ। ମାତ୍ର ଜୀବନ ରେଖା ଏବେ ଅକାଳରେ ଅନେକଙ୍କ ଜୀବନ ଦୀପ ଲିଭାଇ ଦେବାର ଆଶଙ୍କା ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଏହାକୁ ଜୀବନ ରେଖା ନୁହେଁ, ଜୀବନ ନିଆ ରାସ୍ତା କହିବା ଆରମ୍ଭ କଲେଣି। ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ରାସ୍ତାର ଅବସ୍ଥା ଉଣା ଅଧିକେ ସୁଧୁରି ଯାଇଥିଲେ ବି 520 ନମ୍ବର ଜାତୀୟ ରାଜପଥ ଏହି ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଅନେକ ସମୟରେ ଜାତୀୟ ରାଜପଥର ଏହି ଅଂଶରେ ଦୁର୍ଘଟଣା ଘଟୁଛି, ଫଳରେ ଅକାରଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଖରାପ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ୍ ଜାମ୍ ମଧ୍ୟ ରହୁଥିବା ଦେଖିବାକୁ ମିଳୁଛି। ତେବେ ଦିନ ରାତି ଧୂଳି ଉଡ଼ିବା ଯୋଗୁଁ ବାଇକ୍ ଓ ଅଟୋରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ପଞ୍ଚାୟତ ନିର୍ବାଚନ ସମୟରେ ଅଞ୍ଚଳକୁ ଘନ ଘନ ଗସ୍ତ କରୁଥିବା ସରକାରୀ ଦଳ ନେତାଙ୍କୁ ଲୋକମାନେ ଏହି ରାସ୍ତା ସମସ୍ୟା ସମ୍ପର୍କରେ ଗୁହାରି କରିଥିଲେ। ସେତେବେଳେ ଭୋଟ ହାତେଇବାକୁ ନେତାମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ବି ଏବେ ସେମାନଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଛି। ତେବେ ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ଓ ଜାତୀୟ ରାଜପଥ କାମ ଶେଷ କରିବା ନେଇ କେହି ମୁହଁ ଖୋଲୁନାହାନ୍ତି। ଏହି ଖଣ୍ଡିଆ ଶୋଚନୀୟ ରାସ୍ତାରେ ନେତା, ପ୍ରଶାସନିକ ଅଧିକାରୀ ଦୈନିକ ଯାତ୍ରା କରୁଥିଲେ ମଧ୍ୟ ସେମାନେ ସତେ ଯେମିତି ଅସହାୟ ପାଲଟି ଯାଇଛନ୍ତି। ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ବଡ଼ ଧରଣର ଗଣ ଆନ୍ଦୋଳନର ଦାନା ବାନ୍ଧିଛି। କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ସୀତାରାମ ଦୀକ୍ଷିତଙ୍କ ରିପୋର୍ଟ, ନ୍ୟୁଜ୍ 18+ ଓଡ଼ିଆ।